ସୌରସରୁ ଯାତ୍ରା ହେଲେ ବାପା ପୁନଶ୍ଚ କଂସ ପଚାରିଲା ବାପା ବାପା କଥା ସମୀକ୍ଷାରେ ପରିଶ୍ରମ କିଛି ଲାଭ ନାହିଁ କଥା ସମୟ ପ୍ରତି ଅଛି କାଲି ରଖିବ ତେଣୁ କଂସ କହିଲେ ବାପା ମୋ ମାଆକୁ ଯୋଉ ରାକ୍ଷସ ହରଣ କଲା ତାକୁ କିଛି ଦଣ୍ଡ ଦିଆ ହେଇଛି ନାଁରେ କଂସ କାହିଁକି ନା ମୋ ମାନବୀୟ ବଳ ଆଗରେ ମାନବୀୟ ବଳ ଆଗରେ ଅସୁରଙ୍କ ବଳ ଅଧିକା ହେଲା ମୁଁ ତାକୁ କୌଣସି ଦଣ୍ଡ ଦେଇପାରିଲି ନାହିଁ କଂସ କହିଲା ବାପା ସେଠୁ ଓହ୍ଲା ସେଠୁ ଓହ୍ଲା ନା କାହିଁକି ନା ତମର ସିଂହାସନରେ ବସିବାର କୌଣସି ଅଧିକାର ନାହିଁ ଉଗ୍ରସେନ ପଚାରିକିରି କାହିଁକି ନିଜ ସ୍ତ୍ରୀକୁ ଯିଏ ସୁରକ୍ଷା ଦେଇପାରିଲା ନାହିଁ ସେ ରାଜ୍ୟକୁ କି ସୁରକ୍ଷା ଦେବ ତେଣୁ